ଗତକାଲି ପାକିସ୍ତାନ ଉପରେ ରାତି ଅଧିଆ ଗୋଟେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଛି, ଯେଉଁଟାକି ଅପରେସନ୍ ସିନ୍ଦୁର ନାଁ ଦିଆଯାଇଛି। ତ ଏହାକୁ ନେଇ ଆପଣଙ୍କ ମତାମତ କ'ଣ ରହିବ? ପାକିସ୍ତାନର ବିଷୟରେ କ'ଣ କହିବେ, ଭାରତ ପାକିସ୍ତାନ ଯୁଦ୍ଧ ବିଷୟରେ? ସିନ୍ଦୁରର ଜବାବ ସିନ୍ଦୁରରେ ଦିଆହେଲା, କିନ୍ତୁ ଆତଙ୍କବାଦୀ ତାଲିମ କେନ୍ଦ୍ର ଅଛି, ଆମ ଭାରତୀୟ ସେନା ତାକୁ ଦୃଢ଼ ଜବାବ ଦେଇଛି, କିନ୍ତୁ ସିନ୍ଦୁରର ଜବାବ ସିନ୍ଦୁର ଦେଇଛି। ପାକିସ୍ତାନ ଯଦି ଆଗାମୀ ଦିନରେ ଯୁଦ୍ଧ ହେବ, ଭାରତ ଏକ ଶକ୍ତିଶୀଳ ରାଷ୍ଟ୍ର, କିନ୍ତୁ ପରାଜୟର ନାହିଁ। ଭାରତ ସବୁବେଳେ ବିଜୟ ହେଉଛି। 1971 ମସିହା ହଉ କି ସେ ଯେଉଁ କ୍ଷେତ୍ରରେ ବିଜୟ ହୋଇଛି, ଭାରତ ସବୁବେଳେ ବିଜୟ ହୋଇଛି। ଭାରତର ଯଦି ଆଗାମୀ ଦିନରେ ଯୁଦ୍ଧ ହେବ, ଭାରତ ବିଜୟ ଲାଭ କରିବ। ତାକୁ ଯିଏ ସପୋର୍ଟ କଲେ ବି ଆମର କିଛି ଆପତ୍ତି ନାହିଁ। ଭାରତକୁ ଯୋଉ ରୁଷ ବି ସପୋର୍ଟ କରିବାରେ ଆମର ଅଛି। ଆମେରିକା ଯୋଉ ଟିକେ ଟିକେ ଟଳୁଛି, ସପୋର୍ଟ ଆମ ଭାରତକୁ କଲେ ଖୁସି, ପାକିସ୍ତାନ କରିବା କିଛି ଆପତ୍ତି ନାହିଁ। କିନ୍ତୁ ଭାରତ ହେଲା ବଡ଼ ଶକ୍ତିଶାଳୀ ରାଷ୍ଟ୍ର। ପାକିସ୍ତାନକୁ ତ ସେପଟୁ ଚାଇନାର ସପୋର୍ଟ ମିଳିବ ନା, ତ କ'ଣ ଭାବୁଛନ୍ତି ଆପଣ ଯୋଉ ଭାବୁଛନ୍ତି, କିନ୍ତୁ ସେ ଆଗାମୀ ଭାରତ ଆଜିକା ଭାରତ ନାହିଁ, ଏବେ ପୁରା ଶକ୍ତିଶାଳୀ ଭାରତ, ସମୃଦ୍ଧ ଭାରତ। ଭାରତର ନାଗରିକ ଆମ ଯବାନ ଭାଇମାନେ ଅଛନ୍ତି, ଦେଶର ସୁରକ୍ଷା, ମାର ସୁରକ୍ଷା, ପ୍ରତ୍ୟେକ କ୍ଷେତ୍ରରେ ଯଦି ଯୁଦ୍ଧ ହେବ ଆଗାମୀ ଦିନରେ ଭାରତ ବିଜୟ ଲାଭ କରିବ। ସେ ଯୋଉ ପାକିସ୍ତାନ ଇସଲାମ ଯୋଉ ଆତଙ୍କବାଦୀ ତାଲିମ କେନ୍ଦ୍ର ଅଛି, ଆମର ପାକିସ୍ତାନକୁ ଆମର ଯବାନ ମାନେ କିଛି ଜାଗାରେ ବମିଂ କରି ଉଡ଼ା ହେଲାଣି, କିଛି ଗୁଳି ଆକ୍ରମଣ ହେଇ ତାଙ୍କର ମୃତ୍ୟୁବରଣ କରେନି। ସେମାନେ ଯୋଉ ପାକିସ୍ତାନ ଯୋଉ ଆମର କରିଛି, ତାଙ୍କର ଯୋଉ ମଲେ ଶହୀଦ ଯୋଉ ଦିବସ କରିଛି, ସେଟା ଆମେ ନିନ୍ଦନୀୟ କରୁଛୁ। କିନ୍ତୁ ଶହୀଦ ଦିବସ ତାଙ୍କର ଯାଇ ପ୍ରଧାନମନ୍ତ୍ରୀ ଯାଇକି ଯୋଉ ମରିଛନ୍ତି, ତାଙ୍କୁ ପାକିସ୍ତାନ ତାଙ୍କୁ ଭେଟ କରିଛନ୍ତି, ସେଇଟା ଭାରତ ତରଫରୁ ନିନ୍ଦନୀୟ କରୁଛୁ। କିନ୍ତୁ ଯଦି ଆଗାମୀ ଦିନରେ ଯୁଦ୍ଧ ହବ, ଭାରତୀୟ ସେନା ଭାରତର ବିଜୟ କରିବ। ଆଗେ ଯୋଉ ଭାରତ ଥିଲା, ଏବେ ସେଇ ଭାରତ ନାହିଁ। ଏବେ ଶକ୍ତିଶାଳୀ ଭାରତ, ନୂଆ ଭାରତ, ସମୃଦ୍ଧ ଭାରତ ହେଇଛି।